ପୁରୁଷଙ୍କର କେଉଁ ଗୁଣ ପ୍ରତି ମହିଳାମାନେ ଆକର୍ଷିତ ହୁଅନ୍ତି? ଚେହେରା ନା ବ୍ୟକ୍ତିତ୍ୱ ନା ପଇସା? ଅଧିକାଂଶ ଯୁବକଙ୍କର ବିଚାରଧାରା ଥାଏ ଯେ ଝିଅମାନେ କେବଳ ପୁଅଙ୍କର ପଇସା ଦେଖିକି ସେମାନଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତି। ହେଲେ ସେମିତି କିଛି ନୁହେଁ ବୋଲି ଏକ ରିପୋର୍ଟରୁ ତଥ୍ୟ ମିଳିଛି। ହେଲେ ପ୍ରକୃତରେ ପୁରୁଷଙ୍କର କେଉଁ ଗୁଣ ଯୁବତୀଙ୍କୁ ଆକର୍ଷିତ କରିଥାଏ ତାହାକୁ ନେଇ ଏବେ ଚର୍ଚ୍ଚା। ରିପୋର୍ଟରୁ ଜଣାପଡ଼ିଛି ଯେ ମହିଳାମାନଙ୍କୁ ସେହିଭଳି ପୁରୁଷ ପସନ୍ଦ ନୁହେଁ ଯେଉଁମାନେ ତାଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। ଯେଉଁ ପୁରୁଷମାନେ ମହିଳାଙ୍କୁ ନିଜ ହିସାବରେ ରହିବାକୁ କହିବାକୁ ଏମିତି କି ନିଜର ବ୍ୟକ୍ତିତ୍ୱ ବଦଳାଇବାକୁ କୁହନ୍ତି, ସେହିଭଳି ପୁରୁଷଙ୍କୁ ମହିଳା କଦାପି ପସନ୍ଦ କରନ୍ତି ନାହିଁ। ବରଂ ଯେଉଁ ପୁରୁଷମାନେ ସେମାନଙ୍କୁ ବୁଝନ୍ତି, ଶୁଣନ୍ତି ଏବଂ ତାଙ୍କର ଛୋଟରୁ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତି ସେମାନଙ୍କୁ ମହିଳା ବେଶୀ ପସନ୍ଦ କରନ୍ତି ଏବଂ ତାଙ୍କ ଆଡ଼କୁ ବେଶୀ ଆକର୍ଷିତ ହୁଅନ୍ତି। ସେ ସମୟ ଆଉ ନାହିଁ ଯେଉଁଠି ପୁରୁଷମାନଙ୍କ ଦାମୀ ପୋଷାକ, ଗାଡ଼ି ଏବଂ ଘର ଦେଖି ଝିଅ ଆକର୍ଷିତ ହୁଅନ୍ତି। ବରଂ ଆପଣ ଏକ ସାଇକେଲରେ ବି ଥାଆନ୍ତୁ କି ଏକ ସାଧାରଣ ପୋଷାକ ବି ପିନ୍ଧିଥାନ୍ତୁ ନା କାହିଁକି, ଝିଅମାନେ ଚେହେରାରୁ ହିଁ ବ୍ୟକ୍ତିତ୍ୱ ଜାଣିପାରନ୍ତି ଏବଂ ବ୍ୟବହାର କରିବାର ଶୈଳୀ ବାସ୍ ଏତିକି ଝିଅଙ୍କ ମନ ମୋହିଥାଏ। ବର୍ତ୍ତମାନ ସମୟରେ ବୟସ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁ ମହିଳାମାନେ ଆର୍ଥିକ ରୂପରେ ସ୍ୱାଧୀନ ଥାଆନ୍ତି ସେମାନେ ପ୍ରାୟତଃ ନିଜଠୁ ବୟସ୍କ ଜୀବନ ପ୍ରତି ଅଭିଜ୍ଞ ଥିବା ଏବଂ ବୁଝିବା ଶକ୍ତି ଥିବା ପୁରୁଷଙ୍କୁ ପସନ୍ଦ କରନ୍ତି। ଆଜିକାଲି ଦାଢ଼ି ରଖିବା ପୁରୁଷଙ୍କଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଟ୍ରେଣ୍ଡ ଚାଲିଛି। ଆଉ ମହିଳାମାନଙ୍କୁ ବି ସେହି ପୁରୁଷ ପସନ୍ଦ ଯେଉଁ ପୁରୁଷମାନେ ଦାଢ଼ି ରଖିଥାନ୍ତି। ସାଧାରଣତଃ ମହିଳାମାନେ ସର୍ବଦା ଏହିପରି ପୁରୁଷଙ୍କୁ ପସନ୍ଦ କରନ୍ତି ଯେଉଁମାନେ ଭଦ୍ର ଏବଂ ଦୟାଳୁ ଥାଆନ୍ତି, ତାଙ୍କୁ ହସାଇ ପାରନ୍ତି, ସେମାନଙ୍କର ଛୁଆ ଭଳି ଯତ୍ନ ନିଅନ୍ତି ଏବଂ ଏହାକୁ ପ୍ରଦର୍ଶନ କରିବାକୁ ଡରନ୍ତିନି। ପୁରୁଷମାନଙ୍କର ଏହିସବୁ ପ୍ରକୃତି ନାରୀମାନଙ୍କୁ ହୃଦୟକୁ ଛୁଇଁଥାଏ ଏବଂ ସେମାନେ ମହିଳାମାନଙ୍କ ପାଇଁ ବହୁତ ଖାସ ହୋଇଯାଆନ୍ତି। ତେବେ ଦର୍ଶକ ବନ୍ଧୁ, ଏହି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।